ବର୍ତ୍ତମାନ ଆମେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳରେ ଅଛେ। ସେଠିକାର କିଛି ପର୍ଯ୍ୟଟକମାନଙ୍କୁ ନେଇକି ଆମେ ଦେଖିବା ତାହାର ସୌନ୍ଦର୍ଯ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ କିପରି ଭାବରେ ଦର୍ଶକମାନଙ୍କୁ ପ୍ରଲୋଭନ କରିଛି ଏଠିକୁ ଆସିବା ପାଇଁ, ସେମାନଙ୍କ ଠାରୁ ତାଙ୍କର ଅନୁଭୂତି ବିଷୟରେ ଜାଣିବା। ପ୍ରଥମେ ମୁଁ ଜଣେ ଦର୍ଶକ ଅଛନ୍ତି, ତାଙ୍କଠାରୁ ପରିଚୟ ପ୍ରଥମେ ଜାଣିବା, ତାପରେ ସେ କ'ଣ କିପରି ଭାବରେ ସିଏ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କଲେ, ଆଉ ସେ କିପରି ସବୁ ସୁଯୋଗ ସୁବିଧା ଅଛି ଦେଖିପାରିଲେ ସେ କହିବେ। ନମସ୍କାର, ମୁଁ ଗୋଲେଖ ପ୍ରସାଦ ଜେନା, ଭଦ୍ରକର ଗୋଟେ ଘରୋଇ ତନ୍ଭି ମେସ୍ରୁ ଆସିଅଛି। ଏଠାକାର ପରିବେଶ ଆମକୁ ବହୁତ ଆକୃଷ୍ଟ କରିଥିଲା, ଯାହାକି ଆମେ ନେଟ୍ ମାଧ୍ୟମରେ ପାଇଥିଲୁ। ସେଥିପାଇଁ ଆମେ ବହୁତ ଆଶା ନେଇକି ଏଠିକୁ ଆସିଥିଲୁ, କିନ୍ତୁ ଆଜି ସକାଳ 6 ଘଟିକା ସମୟରେ ଆସି ଏଠି ପହଞ୍ଚିବା ପରେ ଏଠି ଆସି ଦେଖିବାକୁ ଟିକେ ତ ପାଣି ତ ମିଳୁନାହିଁ। ତ ଏଠି ଆମେ ଶୁଣିଥିଲୁ ଏଠି ତୁଷାରପାତ ହୁଏ, ଯେଉଁଠିକି ବରଫ ପାତ ହୁଏ, ହେଲେ ଆମେ ଟିକେ ବ୍ରସ୍ କରିବା ପାଇଁ କି ପାଣି ଠିକ ମିଳିନଥିଲା, ଯେଉଁଥିପାଇଁ ଆମେ ଏତେ ହଇରାଣର ସମ୍ମୁଖୀନ ହେଉଛୁ। ଆଉ ଦାରିଙ୍ଗବାଡ଼ି ଦାରିଙ୍ଗମାନେ ତୁଷାରପାତ ନ କରିବେ, କିନ୍ତୁ ଏଠି ଦାରିଙ୍ଗବାଡ଼ି ନ ହେଇକି ଏଠି ମୋ ମତରେ ଏଇଟା ଆଜି ଆମର ଝାଉଁବାଡ଼ି ହେଇଥାନ୍ତା, କି ଏଠି ଝାଉଁ ଗଛର ଅସଂଖ୍ୟ ଝାଉଁ ଗଛ ଏଠି ସୃଷ୍ଟି ହେଇଛି ଅଛି। ଯଦି ଝାଉଁବାଡ଼ି ହେଇଥାନ୍ତା, ଏହା ବହୁତ ସାଟିସ୍ଫାଏ ଭଳି ଲାଗିଥାନ୍ତା। ଏହା ପାଖରେ ବି କୌଣସି ୱାଟରଫଲ୍ ନାହିଁ କି ଗାଧୋଇବା ପାଇଁ ସୁବିଧା ନାହିଁ। ଏହା ଟୋଟାଲ୍ ଉପରେ କହିବାକୁ ଗଲେ ଓଡ଼ିଶାର କାଶ୍ମୀର ହୋଇକି ଯଦି ଏହା ଏପରି ପରିସ୍ଥିତି ସୃଷ୍ଟି ହେଉଛି, ତାହେଲେ ଲୋକମାନେ ଏହାକୁ କିପରି ଭାବେ ଗ୍ରହଣ କରିବେ? ଯେଉଁମାନେ କେବଳ ଘରେ ବସି ନେଟ୍ରେ ମାଧ୍ୟମରେ ଦେଖୁଛନ୍ତି, ସେଇମାନେ ହିଁ କେବଳ ବିଶ୍ୱାସ କରୁଛନ୍ତି। ଯେଉଁମାନେ ନିଜ ବାସ୍ତବିକ ଆସି ଏଠାରେ ଉପଭୋଗ କରି ଯାଉଛନ୍ତି, ଏହା କେବେ ବି ବାସ୍ତବିକ ଓଡ଼ିଶାର କାଶ୍ମୀର ହେବାର ଯୋଗ୍ୟତା ନାହିଁ। ଏହା ଭଗବାନଙ୍କ କୃପାରେ କି କାହାର ଅସୁବିଧାରେ ଜଣାପଡ଼ୁନି, ଯିଏକି ପୂର୍ବରୁ ଏହା ହେଇଥାଇପାରେ, କିନ୍ତୁ ବର୍ତ୍ତମାନ ଆମେ ଆଜି ଯାହା ସମ୍ମୁଖୀନ ଏଠି ଆସିଛୁ, ଠୋପେ ପାଣି ବି ଆମକୁ ମିଳିନି ଆମେ ଦାନ୍ତ ଘଷିବା ପାଇଁ। ତ ଏଠାରେ ଏଠି କିଭଳି ଦିଆଯିବ ଦାରିଙ୍ଗବାଡ଼ିରେ? ଆପଣ ଏସବୁ ଅସୁବିଧା ପାଇଁ କାହାକୁ ଦାୟୀ ବୋଲି ଭାବୁଛନ୍ତି? ଇଏ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ବି ଏଠି ଅଛି, କିନ୍ତୁ ଦର୍ଶକ ଏତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ତା ସହିତ କିଛି ଆମର ପର୍ଟିକୁଲାର କିଛି ସ୍ପଟ୍ ମାନେ ଚିହ୍ନଟ କରାଯାଇନି ଯେ ଏଠି ପର୍ଯ୍ୟଟକ ମାନେ ରହିକି ଭୋଜି କରିବେ, ତ ସେଥିପାଇଁ କାହାକୁ ଦାୟୀ କରୁଛନ୍ତି ଆପଣ? ପ୍ରଥମତଃ ଏହା ଭଗବାନ ଯଦି ଚାହିଁବେ ତ ତୁଷାରପାତଟା ହିଁ ତାଙ୍କର ଉପରେ କେହି ମନୁଷ୍ୟକୃତ ନୁହେଁ। ତଥାପି ମନୁଷ୍ୟମାନେ ସଚେତନ ହେବା ଦରକାର, ଯେଉଁଥିପାଇଁ କି ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଉଛି, କି ଏଠାକାର ବାୟୁମଣ୍ଡଳ ପୂର୍ବ ଅପେକ୍ଷା ବର୍ତ୍ତମାନ ବୃଦ୍ଧି ପାଇଯାଇଛି, ଯାହାଦ୍ୱାରା ଏଠି ତୁଷାରପାତ ନ ହୋଇ ବର୍ତ୍ତମାନ ଆମର ଗ୍ରୀଷ୍ମପାତ ହେଉଛି, କି ବର୍ତ୍ତମାନ ଶୀତ ଋତୁରେ ଏଠି ବର୍ତ୍ତମାନ ଟେମ୍ପରେଚର 20 ରୁ 35 ଡିଗ୍ରୀ ସେଲସିୟସ୍ ଭିତରେ ରହିବା ଭିତରେ, ଯାହାକି ଏଠି 0 ଡିଗ୍ରୀ ସେଲସିୟସ୍ ରହିଥାନ୍ତା, ଆମର ତୁଷାରପାତ ହେଇଥାନ୍ତା। ହେଲେ ଏହା ଅନ୍ୟ ପ୍ରକାର କହିବା ଗଲେ ସରକାରଙ୍କର କୌଣସି ଏଠି ଉଦ୍ୟମ ନାହିଁ, କି ଅନେକ ପର୍ଯ୍ୟଟକମାନେ ଏଠିକି ଆସୁଛନ୍ତି, ତାଙ୍କ ପାଇଁ କିଛି ପାନୀୟ ଜଳର ସୁବିଧା ନାହିଁ, କି କୌଣସି ବଣଭୋଜି କରି ଖାଇବା ପାଇଁ କୌଣସି ପର୍ଟିକୁଲାର ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟ ନାହିଁ। ଜଙ୍ଗଲ ଭିତରେ କେଉଁଠି ରୋଷେଇ କରି ଖାଇବା ହେଉଛି, କେଉଁଠି ସାପ ବେଙ୍ଗ ବି ମଧ୍ୟ ବାହାରୁଛି। ଏହିପରି ବହୁତ ଭୟଙ୍କର ସୃଷ୍ଟି ଏଠାରେ ହେଉଛି। ତ ଆମେ ଦେଖିଲେ ପ୍ରଥମେ ଜଣେ ପର୍ଯ୍ୟଟକ ଏଠି ଏସବୁ ଅସୁବିଧା ପାଇଁ ସେ ସରକାରଙ୍କୁ ଦାୟୀ କରୁଛନ୍ତି। ତ ଆପଣମାନଙ୍କୁ ମୁଁ ଦେଖଉଛି ପାଖ କ'ଣ ଏବେକାର ପରିସ୍ଥିତିଟା କ'ଣ ସୂର୍ଯ୍ୟଙ୍କର ପ୍ରଖର ଉତ୍ତାପ ପଡ଼ୁଛି। ମୁଁ କ୍ୟାମେରାମାନଙ୍କୁ ଅନୁରୋଧ କରିବି ସେ ଏସବୁ କ୍ୟାପଚର୍ କରନ୍ତୁ ନିଜ କ୍ୟାମେରା ମାଧ୍ୟମରେ। ବର୍ତ୍ତମାନ ଆଉ ଜଣେ ଦର୍ଶକଙ୍କ ଠାରୁ ଶୁଣିବାକୁ ପାଇବା ସିଏ କିପରି ତାଙ୍କ ଅନୁଭୂତି ସେ ମାନେ କହିବେ। ତ ମୁଁ ଜଣେ ଦର୍ଶକ ଯିଏକି ହ୍ୱାଇଟ୍ କଲର୍ ସାର୍ଟ ପିନ୍ଧିଛନ୍ତି, ସେ ବୁଲିବା ପାଇଁ ଆସିଛନ୍ତି, ତାଙ୍କୁ ପଚାରିବା ତାଙ୍କୁ କିପରି ଦାରିଙ୍ଗବାଡ଼ିର ଅନୁଭୂତି ଲାଭ କଲେ ସେ ବିଷୟରେ। ମୁଁ ଏଇଟା କହି ରଖୁଛି ଯେ ଏଇଟା ଗୋଟେ ଓଡ଼ିଶାବାସୀ ପାଇଁ ବହୁତ ବଡ଼ ଦୁଃଖିତ ଯେ ଏ ପରିସ୍ଥିତିରେ ଆମେ ତନ୍ଭି ମେସ୍ ଭଦ୍ରକରୁ ଆସିଥିଲୁ। ଗୋଟେ ସ୍ୱତନ୍ତ୍ର ଆମେ ଗୋଟେ ମାନେ ଆକ୍ଚୁଆଲ୍ ଦାରିଙ୍ଗବାଡ଼ି ଯେଉଁ କୁହାଯାଏ ଓଡ଼ିଶାର କାଶ୍ମୀର। କାହିଁକି ଓଡ଼ିଶାର କାଶ୍ମୀର ମାନେ କ'ଣ ନା, ଓଡ଼ିଶାର କାଶ୍ମୀର ମାନେ ଆମର ଭାରତର କାଶ୍ମୀର ସହିତ ତୁଳନା କରାଯାଇଛି। ଦେଖୁ ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ କରିଦେଇଛି ଯେ ଓଡ଼ିଶାର କାଶ୍ମୀର। ଯେଉଁ ପିଲା ଆସିଥିଲେ କ'ଣ ଓଡ଼ିଶାର କାଶ୍ମୀର ଦେଖିକି ଯିବେ, ତାର ସୌନ୍ଦର୍ଯ୍ୟ ଉପଭୋଗ କରିବେ, ଏମିତି ପିକନିକ୍ ସ୍ପଟ୍ ମନେଇବେ, ଝରଣାରେ ଗାଧେଇବେ, ସବୁ କାମ ସାରି ସୁରି ଯିବେ। କିନ୍ତୁ ମୁଁ ଯେଉଁ ଆସିକି ଦେଖି ସାରିଲିଣି ସକାଳୁ, ପିଲାମାନେ ଯନ୍ତ୍ରଣାର ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବାଟ ପାଉନାହାନ୍ତି କେଉଁଠି କ'ଣ ଆମେ ଅଛି, ତଥା କେଉଁଠି କ'ଣ ଅଛି ଏବଂ କେଉଁଠି କ'ଣ ଯାଇକି ରୋଷେଇ କରିବେ, କେଉଁଠି କ'ଣ ଖାଇବେ, ଗାଧୁଆ ପାଧୁଆ କରିବେ, ଏପର୍ଯ୍ୟନ୍ତ ପିଲାମାନେ ସବୁ ହୁତାଶ ହେଇକି ବୁଲୁଛନ୍ତି। ତେଣୁକରି ଆମେ ଦେଖିବୁ, ଆଉ ତଥାପି ଯାହା ହଉ ପିଲାମାନେ କଷ୍ଟମଷ୍ଟେ ରୋଷେଇବାସ ସାରିଲେଣି। ୟା ପରେ ଆମେ ପଦ୍ମତଳା ଆଉ କୁଟୁରିକୁ ମଧ୍ୟ ଯାଇ ଆମେ ବୁଲି ଆସିବୁ, ଦେଖି ଆସିବୁ କ'ଣ ହେଇଛି। କିନ୍ତୁ ମୁଁ ବି କହି ରଖୁଛି ଯେ ଶେଷ ସମୟରେ
ଆମର କ୍ୟାମେରା ପର୍ସନ ଆଉ ସମ୍ବାଦ ଭାଇମାନଙ୍କୁ ଯେ ଆଜ୍ଞା। ଇଏ ବର୍ତ୍ତମାନ ଯେଉଁ ପରିସ୍ଥିତି ମାନେ ଆମର ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର, ଏହାର ଚତୁଃପାର୍ଶ୍ୱରେ କିଛି ଆମର ଗୋଟେ ଭଲ ପ୍ଲେସ୍ ରଖୁନାହାନ୍ତି କି ଏକୁ ଗୋଟେ ଭଲ ଆମର ଗୋଟେ ୱାଟରଫଲ୍ ବା ଆମର ଯେଉଁ ସ୍ନୋଫଲ୍ ଆମେ କୁହନ୍ତି। କାହିଁକିନା ବର୍ତ୍ତମାନ କ୍ୟାମେରା ପର୍ସନ ଆପଣ ଦେଖିପାରୁଥିବେ ଯେ ବର୍ତ୍ତମାନ ଟେମ୍ପରେଚର ଏଠି ରହୁଛି 25 ରୁ 30 ଭିତରେ ରହୁଛି ବର୍ତ୍ତମାନ ଟେମ୍ପରେଚର। ତେଣୁକରି ଏଠି ମାନେ ଆକ୍ଚୁଆଲ୍ ଯେଉଁ କଥାଟା ଆମର କାଶ୍ମୀର କୁହାଯାଇଛି, ସେୟାକୁ ଯଦି ଆମ ରାଜ୍ୟ ସରକାର କିଛି ପ୍ଲେସ୍ ଯଦି ପାଖରେ ରଖିକି ସେଇ ଟାଇପ୍ରେ ଆମକୁ ଜଣାନ୍ତେ, ସମସ୍ତେ ଉପଭୋଗ କରନ୍ତେ। ଆଉ ରିଏଲି ଏଟାକୁ ଓଡ଼ିଶାର କାଶ୍ମୀର ବୋଲି କୁହାଯାନ୍ତା। ତ ମୁଁ ଏତିକି କହୁଛି। ଆଉ ଧନ୍ୟବାଦ। ଆପଣ ଦେଖିଲେ ଦର୍ଶକମାନଙ୍କ ଠାରୁ ପର୍ଯ୍ୟଟକମାନଙ୍କ ଠାରୁ ଜାଣିପାରିଲେ ଦାରିଙ୍ଗବାଡ଼ିର ଅବସ୍ଥା। ଓଡ଼ିଶାକୁ ଗୋଟେ ପର୍ଯ୍ୟଟନ ସ୍ଥଳୀ ଭାବରେ ଭାରତ ମାନଚିତ୍ରରେ ଯେପରି ଦର୍ଶାଯାଇଛି, ସେପରି ଭାବରେ ପ୍ରକୃତରେ ଦର୍ଶକମାନଙ୍କ ଠାରୁ ଶୁଣିଲେ ଜଣାପଡ଼ୁଛି ତାହା ନୁହେଁ। ପ୍ରକୃତରେ ଏଇଟା ଓଡ଼ିଶାର ସରକାରଙ୍କ ଉପରେ ମାନେ ଗୋଟେ ଦାୟିତ୍ୱ, ଗୁରୁ ଦାୟିତ୍ୱ, ଯାହାକି ଏଇଟା ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ତ ଭରପୁର ଅଛି। ତା ସହିତ ସେ ସରକାରଙ୍କର ଯଦି ନିଜ ଦୃଷ୍ଟିରେ ଯଦି ଅଧିକ ଉନ୍ନତି କରାଯାଆନ୍ତା, ଇଏ ଗୋଟେ ଭାରତ ମାନଚିତ୍ରରେ ଗୋଟେ ବଡ଼ ଦିଗ୍ଦର୍ଶନ ଆଣନ୍ତା। କ୍ୟାମେରାମ୍ୟାନ୍ ଶିବାନନ୍ଦଙ୍କ ସହିତ ମୁଁ ରବୀନ୍ଦ୍ର ମାଝୀ, OTV ପ୍ରତିନିଧି।